ଆଜି ଏଇ ଶୁଭ ଅବସରରେ ମୋତେ କିଛି କହିବାକୁ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଆଜି ଏଇ 77ତମ ସାଧାରଣତନ୍ତ୍ର ଦିବସରେ ସାଧାରଣତନ୍ତ୍ର ଦିବସକୁ ମୁଁ ଅନେକ ଶୁଭେଚ୍ଛା ଶୁଭକାମନା କରି ଦେଉଛି। ଆମେ ସମସ୍ତେ ଜାଣିଛେ ଯେ 1947 ମସିହା ଅଗଷ୍ଟ ମାସ 15 ତାରିଖରେ ଆମ ଦେଶ ସ୍ୱାଧୀନ ହେଲା, କିନ୍ତୁ ଆମର ଦେଶରେ କୌଣସି ଆଇନ ପ୍ରଚଳିତ ହୋଇନଥିଲା। ସେଥିପାଇଁ 1950 ମସିହାରେ ଡକ୍ଟର ବି ଆର ଆମ୍ବେଦକରଙ୍କ ଦ୍ୱାରା ସମ୍ବିଧାନ ଗଠନ ହେଲା। ଏହି ସମ୍ବିଧାନକୁ ଗଠନ କରିବାରେ ଦୀର୍ଘ 2 ବର୍ଷ 11 ମାସ 18 ଦିନ ସମୟ ଲାଗିଥିଲା। ଆମେ ସମସ୍ତେ ଜାଣିଛେ ଯେ ସାଧାରଣତନ୍ତ୍ର ଦିବସକୁ ଗଣତନ୍ତ୍ର ଦିବସ କୁହାଯାଏ। ଗଣ ଅର୍ଥ ଲୋକମାନେ ଏବଂ ତନ୍ତ୍ର ମାନେ ଶାସନ। ଗଣତନ୍ତ୍ର ମାନେ ଲୋକମାନେ ଶାସନକୁ ମଧ୍ୟ ବୁଝାଇଥାଏ। ଏତିକି ମୋ ବକ୍ତବ୍ୟ। ଜୟ ଜଗନ୍ନାଥ।